ମୁଁ ମିଲନ କୁମାର ପାଇକରାୟ କାର୍ଯ୍ୟକାରୀ ସଭାପତି ମହାବୀର ପୂଜା କମିଟି। ସର୍ବପ୍ରଥମେ ଆପଣମାନଙ୍କୁ ଧନ୍ୟବାଦ ଦେବି। ବିଗତ 15 ବର୍ଷ ହେଲାଣି ଆମର ଏଠି ମହାବୀର ପୂଜା ଅନୁଷ୍ଠିତ ହେଉଛି। ଆପଣମାନଙ୍କର ସାହାଯ୍ୟ ସହଯୋଗ ଯୋଗୁଁ ଆମର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେଇପାରିଛି। ମହାବୀରଙ୍କର ଆଶୀର୍ବାଦ ଯୋଗୁଁ ଗୋଟେ ଆମର ପରିଚୟ ସୃଷ୍ଟି ହେଇପାରିଛି। ତାଙ୍କର ଆଶୀର୍ବାଦ ମଧ୍ୟ ଆମ ଉପରେ ରହିଛି। ଚଳିତ ବର୍ଷ 16ତମ ମହାବୀର ପୂଜା ଉପଲକ୍ଷେ ଆପଣଙ୍କୁ ପୁନର୍ବାର ଅଭିନନ୍ଦନ ଜଣାଉଛି। 16ତମ ମହାବୀର ପୂଜା ଉପଲକ୍ଷେ 16 ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ପୂଜା ପାଇବେ ଏବଂ ଆମର ଯୋଉ ଭସାଣୀ ଉତ୍ସବ ଆମର ଯୋଉ 4 ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହବ। ପ୍ରଥମ ଦିନ ଆମର ମା ବିମଳାଙ୍କ ଠାରୁ ଆଜ୍ଞାମାଳ ଆସିଲା ପରେ ଏଠି ମହାବୀରଙ୍କର ପୂଜା ଅର୍ଚ୍ଚନା ହୋଇଥାଏ। ତାପରେ ସକାଳ 10 ଘଟିଆ ସମୟରେ ଆମର ମହାବୀର ପୂଜା କମିଟିର 51 ଜଣ ସଦସ୍ୟ ଆମ ନୂଆପଲ୍ଲୀ ପୁଷ୍କରଣରୁ କଳସ ଉଠେଇଥାଉ। ତାପରେ ଆମର ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥାଏ। ସନ୍ଧ୍ୟାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ। ଏ ଚଳିତ ବର୍ଷ ସନ୍ଧ୍ୟାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତମ ଦିନ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତାନସେନ ସିଂ ଏବଂ ମେଲୋଡି ଅର୍କେଷ୍ଟ୍ରା ଗୀତ ତରଙ୍ଗ। ତାପରେ ଅଷ୍ଟମୀ ଦିନ ଆମର ଇନ୍ଦ୍ରଜିତ ବୋଧ ରାମନୀଳା ଇନ୍ଦ୍ରଜିତ ବୋଧ ଉଡ଼ନ୍ତା ହନୁମାନ। ତେଣୁକରି ନବମୀ ଦିନ ଆମର ଏଠି ହଉଛି ଦାଣ୍ଡିଆ ଉତ୍ସବ। ଗତଥର ଦାଣ୍ଡିଆ ଉତ୍ସବ ବହୁତ ବଢିଆ ହେଇଥିଲା, ଲୋକମାନେ ବହୁତ ଖୁସି ହୋଇଥିଲେ। ଏଥର ମଧ୍ୟ ଆମର ଦାଣ୍ଡିଆ ଉତ୍ସବ କାର୍ଯ୍ୟକ୍ରମ ହଉଛି ଏବଂ ଦାଣ୍ଡିଆ ଉତ୍ସବଟି ଆମ ପୂଜା କମିଟି ତରଫରୁ ପୁରା ସମ୍ପୂର୍ଣ୍ଣ ନିଃଶୁଳ୍କ, ମାନେ ପଇସା ଦିଆଯିବନି, ନିଃଶୁଳ୍କରେ ହଉଛି ଏବଂ ଆମ ତରଫରୁ ଦାଣ୍ଡିଆ ଷ୍ଟିକ୍ ମଧ୍ୟ ପ୍ରଦାନ କରାଯିବ। ଏବଂ ଦଶମୀ ଦିନ ଆମର ସମ୍ବଲପୁରରୁ ଏକ ମ୍ୟୁଜିକାଲ ଗ୍ରୁପ ସମ୍ବଲପୁରୀ ଡ୍ୟାନ୍ସ ଗ୍ରୁପ ଏବଂ ହ୍ୟାଣ୍ଡସ ମାନେ ଆସିବେ, ତାଙ୍କର ନୃତ୍ୟ ସଙ୍ଗୀତ ପରିବେଷଣ କରିବେ। ତତ୍ସହ ଆମର ସେଦିନ 5000 ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ପ୍ରଶାସନ ବ୍ୟବସ୍ଥା କରାଯାଇଛି। ଆମର 100 ଜଣ ମେମ୍ବରଙ୍କ ପାଇଁ 100ଟି ଟି ସାର୍ଟ ମଧ୍ୟ କରାଯାଇଛି। 10 ଗୋଟି ଆମର ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି ଏବଂ ଆମ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ଏବଂ ବିଭିନ୍ନ ସଂଗଠନର ପଦାଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସମସ୍ତଙ୍କୁ ଏ କମିଟି ତରଫରୁ ପ୍ରତ୍ୟେକ ଦିନ 50ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସମ୍ବୋଧିତ କରାଯିବ। ତତ୍ସହ ଆମର 8 ନମ୍ବର ଡିଭି ସ୍କୁଲ ଛକ ନିକଟରେ ଏକ ସମ୍ବର୍ଦ୍ଧନା ମଞ୍ଚ ଆୟୋଜନ କରାଯାଇଛି। ରାଜଧାନୀ ମନ୍ଦିର ସୁରକ୍ଷା ଭସାଣୀ ସମିତି ତରଫରୁ ଯୋଉ 18ଟି ମେଢ ଆସିବେ, 18ଟି ମେଢର ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ମାନଙ୍କୁ କର୍ତ୍ତା ସେମାନଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯିବ। କମିଶନ ତରଫରୁ ଯୋଉ ଡିଜେ ବନ୍ଦ କରାଯାଇଛି ଆମେ ତାଙ୍କୁ ସ୍ୱାଗତ ଜଣାଉଛୁ ଡିଜେ ବନ୍ଦ ଯୋଗୁଁ, କିନ୍ତୁ ଆମର ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଆମେ ଭସାଣୀ ଉତ୍ସବରେ ଗୋଟେ ପଞ୍ଜାବୀ ଢୋଲ ଗୋଟେ ଗ୍ରୁପ ଏବଂ ଢୋଲ ନିଶାନ ଗୋଟେ ଗ୍ରୁପ ଏବଂ ଆମର ସଂକୀର୍ତ୍ତନ ବାଲା ଗୋଟେ ଗ୍ରୁପ ଏବଂ ଆମର ଲଉଡି ଖେଳ ଗୋଟେ ଗ୍ରୁପ ଏବଂ ହନୁମାନ ଚାଳିଶା ଗୋଟେ ଗ୍ରୁପ, ଏ 5ଟି ଆଇଟମ ଆମେ ରଖିଛୁ ଭସାଣୀ ଉତ୍ସବରେ। ଅତି ଶାନ୍ତି ଶୃଙ୍ଖଳା ସହ ଭସାଣୀ ଉତ୍ସବ ପାଳନ କରିବୁ ବୋଲି କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି। ଶୁଣନ୍ତୁ, ମୁଖ୍ୟ ଆକର୍ଷଣ ଆମେ ଭସାଣୀ ଉତ୍ସବରେ ପରମ୍ପରାକୁ ବଜାୟ ରଖିବା ପାଇଁ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ରରେ ଆମେ ଭସାଣୀ ଉତ୍ସବ ପାଳନ କରିବୁ ବୋଲି ନିଷ୍ପତ୍ତି ନେଇଛୁ। ସେଟା ହେଲା ପ୍ରଥମ ଜିନିଷ। କିନ୍ତୁ ଗୋଟିଏ କଥା ଆପଣମାନଙ୍କ ମାଧ୍ୟମରେ ଜଣେଇବି ଯେ ପ୍ରଶାସନ ତରଫରୁ ଯୋଉ ଡିଜେ ଉପରେ ନିଷ୍ପତ୍ତି ନିଆଯାଉଛି ତାର ଯୋଉ ପାତର ଅନ୍ତର ପ୍ରକ୍ରିୟା ଅବଲମ୍ବନ କରୁଛନ୍ତି ସେଟା ବହୁତ ଦୁଃଖ ଲାଗୁଛି। କାହିଁକି ନା ଯଦି ଡିଜେ ବନ୍ଦ କରାଯାଉଛି ସାରା ଓଡିଶାରେ ବନ୍ଦ ହଉ, ଆମେ ସ୍ୱାଗତ କରୁଛୁ, କିନ୍ତୁ ଗାଁ ଗହଳିରେ ଡିଜେ ବ୍ୟବହାର ହଉଛି। ଆପଣ ଜାଣିଥିବେ ଖୁବ କମ ଦିନ ଭିତରେ ବିଗତ ଗଣେଶ ପୂଜାରେ ଆମ ଜଟଣୀରେ ବି ଡିଜେ ବ୍ୟବହାର କରାଯାଇଥିଲା। ତ ସେଥିପାଇଁ ତାଙ୍କୁ କାହିଁ ସ୍କୋପ ଦିଆଯିବ? ଯଦି ବନ୍ଦ ହଉଛି ସମସ୍ତଙ୍କ ପାଇଁ ବନ୍ଦ ହଉ, ଆଉ ଯଦି ହଉଛି ସମସ୍ତଙ୍କ ପାଇଁ ହଉ। ବନ୍ଦ ହେଲେ ତ ବହୁତ ଶୁଭ କଥା, ଭଲ କଥା। ନିଶ୍ଚିତ ଆମର 100 ଜଣ ଭଲେଣ୍ଟିୟର ରହୁଛନ୍ତି। 100 ଜଣ ଭଲେଣ୍ଟିୟର ଆମ କମିଟି ହଉଛି ଶୃଙ୍ଖଳିତ କମିଟି, ଶୃଙ୍ଖଳିତ ସଦସ୍ୟ। ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହଯୋଗର ହାତ ବଢେଇଥାନ୍ତି ଏବଂ ବଢିଆ ଆକାରରେ ପୂଜାକୁ ତୁଲେଇଥାନ୍ତି। ଦେଖନ୍ତୁ, ଆମର ଏଠି ଭୁବନେଶ୍ୱରରେ ସବୁ ମଣ୍ଡପରେ ମା ଦୁର୍ଗା ପୂଜା ପାଉଥିଲା ବେଳେ ନୂଆସାହିର ଏଇ ମଣ୍ଡପରେ ପ୍ରଭୁ ଶଙ୍କର ମୋଚନ ମହାବୀର ଏଠି ପୂଜା ପାଉଛନ୍ତି। ଦୀର୍ଘ 15 ବର୍ଷ ଧରିକି ଆମର ଏଇଠି ପୂଜା ଚାଲିଛି। ଚଳିତ ବର୍ଷ 16 ବର୍ଷରେ ପଦାର୍ପଣ କରିଛି। ପୂଜାଟିକୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳା ସହ କରିବୁ ସେଥିପାଇଁ ମହାବୀର ପୂଜା କମିଟିର ସମସ୍ତ ସଦସ୍ୟ ତତ୍ପର ସହ ସମସ୍ତ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ପୂଜା ସପ୍ତମୀଠୁ ଆରମ୍ଭ ହୁଏ, ଦଶମୀ ଯାଏଁ ଚାଲେ। ସପ୍ତମୀ ଦିନ ପୁରୀରୁ ଆଜ୍ଞାମାଳ ଆସିଲା ପରେ ନୟାପଲ୍ଲୀ ପୁଷ୍କରିଣୀରୁ କଳସଯାତ୍ରା କରାଯାଏ। ମଣ୍ଡପରେ ମହାବୀରଙ୍କ ଆବାହନ କରାଯାଏ। ପରବର୍ତ୍ତୀ ସମୟରେ ବିଧି ଅନୁଯାୟୀ ପୂଜା କରାଯାଏ। 4 ଦିନ ଧରିକି ହୁଏ। ପୂଜାର ଶେଷ ଦିନ ଯୋଉଟା ଦଶମ ଦିନ ଆମର ପୂଜାର ପୂର୍ଣ୍ଣାହୁତି ଅନୁଷ୍ଠିତ ହୁଏ। ସେଦିନ ବି ଆମର 5000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ପାଇଁ ଭକ୍ତର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ଭକ୍ତମାନଙ୍କ ପାଇଁ। ଏବଂ ଦେଖନ୍ତୁ, ଆମର ଯେହେତୁ ମହାବୀରଙ୍କ ପୂଜା ହିସାବରେ ଆମର ଏଠି ବିଭିନ୍ନ ଫଳ ଏବଂ ଅନ୍ନ ଭୋଗର କାର୍ଯ୍ୟକ୍ରମ ରହିଛି।
प्रत्येक दिन भी हमर एटी दी टाइम हमर 500 श्रद्धालु मान भी प्रसाद सेवन व्यवस्था करा जायछि। देखंतु प्रथम दिन हमर रहिबो सप्तम दिन मेलोडी हमर ओडिसा सुनाम धन्य कंठशिल्पी तानसेन सिंह को सह ऑर्केस्ट्रा ग्रुप रो कार्यक्रम रही। द्वितीय दिन हमर रही रामलीला रो इंद्रजीत बोधर परिवेशन कार्यक्रम रही। नवम दिन समस्त भक्त मान फ्री रे डांडिया नाइट आयोजन करा जाए, जोटा कि समस्ते स्वतंत्र भाव सामिल हुआ भाईचारा भाव आदान प्रदान करती। एवं दशमी दिन रही संबलपुर रो सुनाम धन्य जो अच्छी गोटे ट्रुप अच्छे डांस ग्रुप नृत्य परिवेशन रही। ଆଉ ଗୋଟେ କଥା ଦେଖାଯାଇଛି ଯେ ନୂଆସାହି ମହାବୀର କ୍ଲବ ସବୁବେଳେ ସଂସ୍କୃତି ବଧେଇ ରଖିଛି। ଆଉ ସବୁବେଳେ କିଛି ନା କିଛି ପୂଜାର ଯୋଉ ଗଣେଶ ପୂଜା କରିକି ହନୁମାନ ପୂଜା ଆଉ ବହୁତ ଏଭଳିଆ ପର୍ବପର୍ବାଣୀରେ ସମସ୍ତ ମା ମାନଙ୍କୁ ଏଠିକା ଲୋକଙ୍କୁ ଏକଜୁଟ କରି ରଖିପାରୁଛି। ତ କଣ ତାର ଦେଖନ୍ତୁ, ମୁଁ ପୂର୍ବ ଥର ବି କହିଥିଲି ନୂଆସାହି ସବୁବେଳେ ଭାଇଚାରା ଏବଂ ଭଲ ପାଇବାକୁ ନେଇ ପାଠକ କରି ସବୁ ଜିନିଷ କରେ। तो आमर ये समस्ते छोट रु बड़ समस्ते मिलमिशिकी आमर सब जो भी आमर 12 वर्ष 13 पर्व आमर ये नयापल्ली नुआसाही आप देखा पाइबे। और आम अंचलवासी हूँ, वरिष्ठ नागरिक मैंने हूँ, व्यवसायी बंधु हूँ कि अंचल युवसाथी मैंने हूँ, समस्त सहयोग रही आत्मीयता रही। आमर ये नुआसाही सब कार्यक्रम सुफल भाव में।